ଦେଖନ୍ତୁ ବର୍ଷା ରେ ସାରା ଓଡ଼ିଶା ଚାଷୀ ବହୁତ ହନ୍ତସନ୍ତ ହେଇଛନ୍ତି ଆଉ ସେଥିରେ ଚାଷୀଙ୍କର ବିପୁଳ ଭାବରେ କ୍ଷତି ହେଇଛି। ଫସଲ କ୍ଷତି ହେଇଛି, ବିଶେଷ କରି ଧାନ ଅମଳ ସମୟ এই ଅଦିନିଆ ବର୍ଷାରେ ଏତେ ପରିମାଣରେ ଚାଷୀକୁ ବାଧିଛି ଏବଂ ତାଙ୍କର ଯେଉଁ ଧାନ ଗୁଡ଼ାକ ତାଙ୍କର ବିଲରେ ଏବଂ ତାଙ୍କର ଯେଉଁ ମଣ୍ଡିରେ ରଖିଛନ୍ତି ସମ୍ପୂର୍ଣ୍ଣ ଭାବରେ ଭିଜି ଯାଇକରି ସେଇଟା ଗଜା ହେଇଯାଇଛି, ନଷ୍ଟ ହେଇଗଲାଣି। ସରକାର କହୁଛନ୍ତି ଯେ ଆମେ ତାଙ୍କୁ କ୍ଷତିପୂରଣ ଦେବୁ, କେଉଁ ଅନୁସାରେ ଦେବେ ସେଟା କହୁନାହାନ୍ତି। କେବଳ ଇନ୍ସୁରାନ୍ସ ଯେଉଁମାନେ କରିଛନ୍ତି ସେମାନଙ୍କୁ ଯେ ଇନ୍ସୁରାନ୍ସ ଆଧାରରେ ଆମେ କ୍ଷତିପୂରଣ ଦେବା, এইটা ଚାଷୀକୁ ମାନେ ନିହାତି ଭାବରେ ଗୋଟେ କଷ୍ଟଦାୟକ କଥା। କାହିଁକି ନା ସବୁ ଚାଷୀ ଗୁଡ଼ାକ ଇନ୍ସୁରାନ୍ସ କରିନଥାନ୍ତି। ଯେଉଁମାନେ ଇନ୍ସୁରାନ୍ସ କରିନାହାନ୍ତି ସେମାନଙ୍କୁ କେଉଁ ପ୍ରକାର ସୁବିଧା ଦେବେ, କେଉଁ ପ୍ରକାର ତାଙ୍କୁ କ୍ଷତିପୂରଣ ଦେବେ ସରକାର ତାର ଘୋଷଣା କରୁନାହାନ୍ତି। କିମ୍ବା ଯେଉଁ ଆମର ତହସିଲରେ କିମ୍ବା ଆର୍ଆଇ ମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ ସେମାନେ ସୂଚନା ଦେଇନାହାନ୍ତି ଯେ କେଉଁ କେଉଁ ଅଞ୍ଚଳର କେତେ ଚାଷୀ ଏବଂ କେଉଁ ଆକାରରେ ସେମାନେ ତାଙ୍କୁ ଚାଷୀର ଯେଉଁ କ୍ଷତିପୂରଣ ରିପୋର୍ଟଟା ଦେବେ ଏବଂ ତାକୁ ତର୍ଜମା କରିକି କେଉଁ ଅନୁସାରେ ସେମାନେ ତାର କ୍ଷତି ଭରଣା ଦେବେ। କେବଳ ଯେ ଇନ୍ସୁରାନ୍ସ କରୁଥିବା ଚାଷୀଙ୍କୁ ଆମେ ଇନ୍ସୁରାନ୍ସ କମ୍ପାନୀକୁ କହିବା ତାର କ୍ଷତିପୂରଣ ଦେବା ପାଇଁ, କିନ୍ତୁ ଏଇଠି ଯେଉଁ ମାନେ ଇନ୍ସୁରାନ୍ସ କରିନାହାନ୍ତି ଅନେକ ଚାଷୀ ସେମାନେ ସେଥିରୁ ବାଦ ପଡ଼ିବେ। ଯାହାର ଫଳରେ କି ଆଜି ଆପଣମାନେ ଭାଗ ଚାଷୀର କଥା କୁହନ୍ତୁ କିମ୍ବା ଯେଉଁମାନେ ନିଜ ଜମିରେ ଚାଷ କରିଛନ୍ତି ଅଧିକାଂଶ ଲୋକ ତାଙ୍କର ଇନ୍ସୁରାନ୍ସ ବି କରିନାହାନ୍ତି, ଯାହାଫଳରେ କି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଲାଣି। ଆପଣ ଦେଖିପାରୁଥିବେ ବିଭିନ୍ନ ପେପରରେ ବାହାରିଲାଣି 3 ରୁ 4 ଜଣ ଚାଷୀ ଆତ୍ମହତ୍ୟା କଲେଣି। ଏବେ ପୁଣି ଆଉ ସଂଖ୍ୟା ବଢ଼ିବ, କାହିଁକି ନା ସରକାର ସେହି ପ୍ରକାର ଆଶ୍ୱାସନା ବାଣୀ ଚାଷୀକୁ ଦେଉନାହାନ୍ତି। କିମ୍ବା ଆମେ ଫିଲ୍ଡରେ ଯାଇକି ପଦାଧିକାରୀ ଯାଇକି ଚାଷୀ ଯେଉଁ କ୍ଷତି ହେଇଛି ତାକୁ ଆକଳନ କରିକି ସରକାର ତାଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ବ୍ୟବସ୍ଥା କରିବା କଥା ନ କହିକିରି ଯେଉଁ ଇନ୍ସୁରାନ୍ସ କଥା କହୁଛନ୍ତି, ଏଇଟା ସବୁଠାରୁ ବଡ଼ ଦୁଃଖଦାୟକ। ଅନେକ ଥର ଓଡ଼ିଶା କୃଷି କର୍ମଣ ପୁରସ୍କାର ପାଇଛି ଏବଂ ସାରା ଦେଶରେ ଚର୍ଚ୍ଚିତ ହେଇଛି। ଆମେ ସାରା ଦେଶରେ 1 ନମ୍ବର କୃଷି ଉତ୍ପାଦନ ବିଶେଷ କରି ଧାନ ଉତ୍ପାଦନରେ ବଳକା ରାଜ୍ୟ ଭାବରେ ପରିଣତ ହେଇଛି। ତେଣୁ এই ପ୍ରକାର ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କୁ ଯଦି ସେମାନେ ସମାଲୋଚନା କରିବେ ତାହେଲେ ଲୋକ ହସିବେ। ତେଣୁ ସେମାନେ ଯେହେତୁ ସରକାର ଅଛନ୍ତି ସେମାନେ କରିକରି ଦେଖାନ୍ତୁ, ଚାଷୀଙ୍କୁ ସହାୟତା ଦିଅନ୍ତୁ, ଚାଷର ଉନ୍ନତି କରନ୍ତୁ ଏବଂ ପୁନର୍ବାର କୃଷି କର୍ମଣ ପୁରସ୍କାର କରିବା ପାଇଁ ସେମାନେ ଚେଷ୍ଟା କରନ୍ତୁ। ତେବେ ଯାଏ ଆମେ ଖୁସି ହେବୁ ଯେ ପ୍ରକୃତରେ ଯେଉଁ ପୂର୍ବ ସରକାର ଯେଉଁ ପ୍ରକାର ପଦକ୍ଷେପ ଚାଷୀମାନଙ୍କ ପାଇଁ ନେଇଥିଲା, ଓଡ଼ିଶାର ବିକାଶ ପାଇଁ ନେଇଥିଲା, ସେହି ପ୍ରକାର ଏହି ସରକାର ମଧ୍ୟ ନେଉଛନ୍ତି। କିନ୍ତୁ ସେମାନେ ତାଙ୍କର ଭାଷଣବାଜିରେ କଥା ସୀମିତ ରଖିଛନ୍ତି, କାମରେ କିଛି ନାହିଁ। ତେଣୁ ଲୋକ ଜାଣିଲେ ଯେ ଏହି ସରକାର ମିଛୁଆ ସରକାର ଏବଂ ଭାଷଣବାଜିରେ ବିଶ୍ୱାସ କରନ୍ତି। ତେଣୁ ଆଗାମୀ ଦିନରେ ନିହାତି ଭାବେ ଓଡ଼ିଶାବାସୀ ସେମାନଙ୍କୁ ଉଚିତ